Good morning. Welcome back to my YouTube channel. Sona's World. ଆଜିର ଏ ବ୍ଲଗ୍ ଟି ବହୁତ ମଜାଦାର ହେବାକୁ ଯାଉଛି ତ ଭିଡ଼ିଓ କଣ୍ଟିନ୍ୟୁ କରନ୍ତୁ। ଫାର୍ଷ୍ଟ ମୁଁ ଆସିଗଲି ମୋ ରୋଷେଇ ଘରକୁ। ଆଜି ସୋମବାର ଆଉ ମୋର ବି ଆଜି ଷଷ୍ଠୀ ତ ଗାଧୁଆ ପାଇକି ଟିକେ ପାଣି ପିଆ ହେଲା। ତାପରେ ଆମର ଆଜି ବ୍ରେକଫାଷ୍ଟରେ ମୁଁ ଆଜି ବନଉଛି ପରଟାକୁ ସୋୟାବିନ ତରକାରୀ। ତ ମତେ ଚିନି କମ୍ ଥିଲା ସେଥିପାଇଁ ମୁଁ ଟିକେ ଚିନି ଆଡ୍ କଲି ଚାରେ। ତ ଆଜି ଟିକେ ବହୁତ ଲେଟ୍ ହେଇଗଲାଣି ଉଠିବା ଆଉ ଲେଟ୍ ହେଇଗଲେ ସବୁ କାମ ଲେଟ୍ ହିଁ ଚାଲେ। ତ କଣ କରିବା ମୋର ଆଲାରାମ ଦେଇଥିଲି ମୁଁ 5:30 କିନ୍ତୁ ମୋ ଆଲାରାମ ବାଜି ବନ୍ଦ ହେଇଯାଇଛି ମୁଁ ଉଠିଲି 6ଟା। ତ ମୁଣ୍ଡ ସଫା କରି ଆସିଲା ମୋର ବି ଟିକେ ଲଙ୍ଗ ହେୟାର ନା ଟିକେ ଟାଇମ ଲାଗେ ଟିକେ ୱାଶ କରିବା ପାଇଁ ତ ସେଥିପାଇଁ ତାକୁ କାମ ଫାମ ସାରିକି ଆସିଲା ବେଳକୁ ତମର ଲେଟ୍ ହେଇଗଲାଣି ଆଉ ନନା ଯିବ ଅଫିସ 8ଟାରେ। ତ ମତେ ବ୍ରେକଫାଷ୍ଟ ବନେଇବାର ଅଛି ତ ସେଥିପାଇଁ ଟିକେ ଜଲ୍ଦି କାମ ଚାଲିଛି ଆମର। ତ ଏଇଟା ଲାଗିଗଲା ମୋର ଟିକେ ପୋଡିଗଲା। ଏପଟେ ମୁଁ ଆଳୁଟା ଟିକେ ଭାଜି ଦଉଛି ତାପରେ ଟିକେ ସୋୟାବିନକୁ ଟିକେ ଭାଜି ଦଉଛି ତାପରେ ମସଲା କଷେଇକି ଦେଇଦେବି। ଆଉ ମୁଁ ଟିକେ ବ୍ୟାକ୍ ପେନ୍ ବି ଆଜି ହଉଥିଲା କାହିଁକିନା ଥଣ୍ଡା ଟିକେ ଜୋର ହେଇଯାଇଛି ନା ମୋ ମୁଣ୍ଡଟା ଟିକେ ଧୋଇଦେଲେ ମତେ ବହୁତ ଜୋର ଥଣ୍ଡା ଲାଗେ ତ ସେଥିପାଇଁ ଆଜି ଟିକେ ବ୍ୟାକ୍ ପେନ୍ ହଉଛି ବହୁତ ଜୋରସେ। ତାପରେ ଟିକେ ଚା ପିଲା ପରେ ଟିକେ ଭଲ ଲାଗିଲା ମତେ। ତ ଆମେ ଡେଲି ରୁଟିନ ଏଗୁଡା ସବୁ ଦେଖିଲେ ତ ଆମେ ଚଳିପାରିବାନି ତା ଭିତରେ କାମ ବି ତ କରିବାକୁ ପଡିବ। ତ ଏପଟରେ ମୋର କଷାକଷି ହେଇଗଲାଣି ଫାଇନାଲି ମୋର ବରଟା ବି ମୋର କମ୍ପ୍ଲିଟ ହେଇଗଲା। ତ ମୁଁ ଚାଲି ଟିକେ ମୁଁ ଚୁଟି ଯେହେତୁ ବାନ୍ଧିକି ରଖିଥିଲି ସେତେବେଳୁ ତ ଥଣ୍ଡା ବି ଆହୁରି ଜୋରସେ ଧରିଥିବ ତ ଫାଷ୍ଟ ମୁଁ ଟିକେ ଚୁଟିକୁ ଶୁଖେଇଦେଲି ତାପରେ ଯିବି ପୂଜା କରିବା ପାଇଁ। ଆଉ ତାପରେ ମୋ ପୂଜା କମ୍ପ୍ଲିଟ ହେଇସାରିଲା ପରେ ଆସିକି ମୁଁ ରୋଲ କରି ରୁଟି ଟିକେ ଖାଇଦେଲି। ଆଉ ମତେ ଏମିତି ବହୁତ ଭଲ ଲାଗେ କାହିଁକିନା ଛୋଟବେଳେ ମୋ ମା ମତେ ଏମିତି ହିଁ ମତେ ରୁଟି ଦିଏ କାହିଁକିନା ମୁଁ ଟିକେ ବହୁତ ପ୍ରୋବ୍ଲେମ ମୋର ଖାଇବାରେ। ତାପରେ ଆସିଲେ ବୋଉ ସାଙ୍ଗେ ଟିକେ ଗପ ସପ ଆରମ୍ଭ କରିଦେଲି ମୁଁ ଟିକେ। ତାଙ୍କ ଗପ ଟିକେ ଶୁଣିବା ପାଇଁ ବହୁତ ଇଣ୍ଟରେଷ୍ଟ ଲାଗେ। ଭାତ କରିବି ନା ନା ଡାଲମା କରିବି ଯୋଉ ସୋୟାବିନ ତରକାରୀ ଅଛି ସେଇଆକୁ କରିବା ଆଉ କଣ କରିବା ମୁଁ ବି ଜାଣିନି। ସକାଳୁ କରିଥିଲୁ ଅଛି ଖାଇଦେବ ଆଉ ଇଏ ପଖାଳ ଖାଇବେ କିଛି ଭଜା ଭଜି ହଉ ପୋଡ଼ା ଛତୁଆ ହଉ କରିଦେବେ ଖାଇବେ ଆଉ ନା ଖାଇବେ ପଖାଳ ଆଉ ବାପା ଖାଇବେ ପଖାଳ ଅଛି ନା ପଖାଳ ନା ହଉ ମୁଁ ଆମ କରିଦେଲା ନେଇ ଆସିବି ପ୍ରବଳ ଅଛି। ମୁଁ ବି କାଲି ଭାତ ରାନ୍ଧିନି ଦିଟା ଖାଇଛି ଆଉ ଦିଟା ପଖାଳ ଅଛି। ବୋଉ କୋରି क्या बोलेगा क्या बोले ଆଉ ଆଉ କଣ ଆଉ क्या बोलती हाँ। मुझको बोला ना तुमसे प्यार करता है हाँ तापर किसे बोलती आ कोई बात नहीं मत हर्ष मारते मुझे मुंडा पड़ेलानी आउटे इंग्लिश रे कोन इंग्लिश रे पछर कहबे मुटा से अलगा रखन थिबो कहबे अलगा रकम थिले कहबा एमे मुटा भलो नाही खराब मुटा थिला तू हसई देबे एटा बड़ କଥା। तापर आसला गोटे पार्सल हमर तो माँ जन रिसीव करछन्ती पार्सल तो मु भाब गोटे बढ़िया जिनसटे थिबो मु ताको खोलिकी देखला बेलको गोटे माउस आसथिबो मुंड पुरा भाबिला गोटे बड़ा जिनसटे ऑर्डर करथिबे ना देखला बेलको एइटा ही ऑर्डर करछन तो मु ताको कोन थोइ देली। तापर मु चलली टिके डेली कार्य माने लंच करने पे लंच रे हमरा आज बेसी किछ आइटम हेनी तो काली फास्ट के गोटा भजा टे कर देले मु बैगन को फड़ फड़ कर काटिकी ताको हल्दी लूण गोली के रखी देली किछ टाइम पंद
ଏଇଥିପାଇଁ ରଖିଲି ଯେ ଲୁଣ ଆଉ ହଳଦୀଟା ଟିକେ ଅବଜର୍ଭ ହେଇଯିବ ତା ଦେହରେ, ତ କଲେ ଟିକେ ଟେଷ୍ଟ ଲାଗିବ ଆଉ। ମୁଁ ଟିକେ ତେଲ ପକେଇଦେଲି, ତାପରେ ମୁଁ ଏପଟ କରିଦେଲି କାହିଁକିନା ଟିକେ ଲୁଣଟା ତଳେ ରହିଗଲେ ଟିକେ ଭଲ ଲାଗିବନି। କାହାକୁ କାହାକୁ ତ ଏମିତି ଗୋଟେ ଗୋଟେ ଗୋଟା ଗୋଟେ ବାଇଗଣ କରିକି ଭଜା ତାକୁ ପସନ୍ଦ, ସବୁ ମୋତେ ବହୁତ ଛାଣିଦେଲି। ପସନ୍ଦ। ତାପରେ ଟିକେ ବାସନ କିଛି ଥିଲା ତାକୁ ଧୋଇଦେଲି, କାହିଁକିନା ଆମର ସବୁ ଜିନିଷ ପୁରା ପରଫେକ୍ଟ ହବା ଦରକାର, ମାନେ ମୋ ମାଙ୍କ ମତରେ। ତ ଆମର କିଛି ବାସନ ଥିଲା ତ ତାକୁ ଧୁଆ ଧୁଇ ହେଇଗଲା। କାରଣ ଆମ ଘରେ ଯାହା ସବୁ ଜିନିଷ ସବୁ ପରଫେକ୍ଟ ହବା ଦରକାର। ତ ତାପରେ ମୁଁ ଖାଇଲି ଗୋଟେ କଦଳୀ, କାରଣ ମୁଁ ଆଜି ଫାଷ୍ଟ ଟାଇମ୍ ଥିଲା, ମତେ ତ ବସେଇ ଭୋକ ବି ଦେଇଛି ଟିକେ ମୋର, ଲାଗୁଛି। ମାନେ ମୁଁ ଏକଲା ହିଁ ଖାଇବି, ବାପା ମା ସବୁ ଆଜି ଖାଇବେ ପଖାଳ। ଆଉ ଏପଟେ ମୋର ଚାଲିଛି ବାଇଗଣ ଗୋଟା ଭଜା, ଗୋଟା ନୁହେଁ ଫାଳ ଭଜା। ତାପରେ ମୁଁ ଟିକେ ଭାଜିଦେଲି ବଢ଼ି, କାହିଁକିନା ଟିକେ ପଖାଳରେ ବଢ଼ି ଚୁରା ଏସବୁ ଖାଇଲେ ପଖାଳଟା ପୁରା ପୁରା ବଢ଼ିଆ ଲାଗେ ନାଇଁ। ମା ଏଠି ବି ଛାଡୁନାହାନ୍ତି ବଢ଼ିଆ ଶୁଖେଇବା ଜାଗା ପାଇଁ, ନା ମାନେ ତାଙ୍କର ଶୁଖିବା ଆଉ ପାଇଁ, ହଁ ଜାଗା ଅଭାବ ପଡିଗଲା, ବଢ଼ିଆ ଗାଡିରେ ଜାଗା ପୁରା ନା ଶୁଖା ଶୁଖିବା ହେଇଗଲା। ପାଇଁ। କଣ କହିବି ମୁଁ ଆଉ। ଫୋନ୍ ଚାଲିଛି ତାର। ମା ଦେଖୁନ, ଦେଖୁନ ତମେ ଟିକେ ମତେ ଦେଖୁନ, ଦେଖୁନ ଚୁଲେ ପକେଇ ଦବୁ ନେଇ ଯା ଭିଡ଼ିଓ କରିକି ଯା ବୋଉ ଦେବୁ ଚୁଲେ ପକେଇ ଦବୁ ପୋଡ଼ି ଦବୁ ଯା ଏଇଟା ବୋଉକୁ ନେଇକି ପୋଡ଼ି ଦେ। ନା ଏତେ ଜଲ୍ଦି ନ ମରନ୍ତୁ ସେ। ବୋଉ ମା ଦେରେ ଏଇଟା କ'ଣ ପୋଡ଼ିବ ବୋଲି ପକେଇଦବ ଚୁଲିରେ ନିଅ। ଏଇଟା କ'ଣ ହେଉଛି? କି ତରକାରୀ? ବାଇଗଣ ଆଉ ବାପା କ'ଣ କରୁଛନ୍ତି? ଆଉ ମାମୁଁ ତାକୁ ଶୋଇପଡ଼ିଛନ୍ତି। ଭିଡ଼ିଓ କରିବା ଚକ୍କରରେ ମୁଁ ସବୁ ପୋଡ଼ିଗଲା। ପୁଣି ବଢ଼ି ପକେଇଲି, ଦେଖନ୍ତୁ ବଢ଼ି କେମିତି ପୋଡ଼ିକି ମୋର ଅଙ୍ଗାର ହେଇଗଲା। ମା ଠାରୁ ଗାଳି ମଧ୍ୟ ଖାଇଲି। ତାପରେ କିଛି ଶାଢ଼ୀ ସବୁ ଭାଙ୍ଗିଦେଲି, କାହିଁକି ନା ଆମର ଆଜି ବହୁତ ଜୋରସେ ଖରା ହେଇଥିଲା, ପ୍ରାୟତଃ 4-5 ଦିନ ହବ ବହୁତ ବର୍ଷା ହଉଛି। ଏଥିପାଇଁ ଏତେ ଜୋରସେ ବର୍ଷା ହେଲା, ମତେ ଲାଗିଲା ସବୁ ଭାସିଯିବ। ଆପଣ ତ ସବସ୍କ୍ରାଇବ ବି କରୁନାହାନ୍ତି, ଆପଣ ଟିକେ ସବସ୍କ୍ରାଇବ କରିଦେଲେ ମୁଁ ଟିକେ ଇନ୍ସପାୟାର ହେଇକି ଆଉ ଟିକେ ଭଲସେ ଭିଡ଼ିଓ ବନାନ୍ତି ନା ଆଉ। ସବସ୍କ୍ରାଇବ ଜଲ୍ଦି ଜଲ୍ଦି କରିଦିଅନ୍ତୁ ମୋ ଚ୍ୟାନେଲକୁ। ତ ତାପରେ ମୁଁ ଚାଲିଲି ଖାଇବା ପାଇଁ। ଖାଇବାରେ ଆଜି ମୁଁ ଭାତ, ଦହି ଆଉ ସୋୟାବିନ ତରକାରୀ, କାକୁଡି, ବାଇଗଣ ଭଜା, ଲୁଣ ସବୁ ଖାଇଦେଲି। ମୁଁ ଗଲି ଶୋଇବା ପାଇଁ। ଏମିତି ଭିଡ଼ିଓ ଦେଖିବା ପାଇଁ ମୋ ଚ୍ୟାନେଲକୁ ଲାଇକ୍, ସେୟାର, ସବସ୍କ୍ରାଇବ ନିଶ୍ଚିନ୍ତ କରିବେ। ରହିଲି ବାଏ, ଆପଣଙ୍କ ଅପେକ୍ଷାରେ। ଜୟ ଜଗନ୍ନାଥ, ବାଏ।